ପୁଣି ଆସିଲା ଅନାଥ ଆଶ୍ରମ ତରଫରୁ ବହୁତ ବଡ଼ ଗୋଟେ ନିଯୁକ୍ତିର ସୁଯୋଗ। ସାଲେରୀଟି ଦେଖି ନିଅନ୍ତୁ 7,944 ରୁ 33,100 ପର ମନ୍ଥ ଆପଣଙ୍କର ସାଲେରୀ ରହିବ। ଲାଷ୍ଟ ଡେଟ୍ ଦେଖି ନିଅନ୍ତୁ 25/4/2026 ଏହାର ଲାଷ୍ଟ ଡେଟ୍ ରହୁଛି। ତ ଏହି ସମୟସୀମା ମଧ୍ୟରେ ଆବେଦନ କରିନେବେ, ଯାହାର କି ଲିଙ୍କ ଏହି ଭିଡ଼ିଓର ଡେସ୍କ୍ରିପସନ୍ ବକ୍ସରେ ଦେଇଦେଇଛି। ଦେଖନ୍ତୁ ଫ୍ରେଣ୍ଡସ୍, କେମିତି ଆବେଦନ କରିବେ, ଅଫିସିଆଲ ୱେବସାଇଟ୍ କେଉଁଠୁ ପାଇବେ, ନୋଟିଫିକେସନ୍ PDF ଲିଙ୍କ କେମିତି ପାଇବେ, ସବୁ ଦେଖନ୍ତୁ ଏହି ଭିଡ଼ିଓର ଡିସ୍କ୍ରିପସନ୍ ବକ୍ସରେ ମୁଁ ଡାଇରେକ୍ଟ ଏମିତି ଲିଙ୍କ ଦେଇଦେଇଛି। ଆପଣ ସିମ୍ପଲି କ୍ଲିକ୍ ହିୟରରେ କ୍ଲିକ୍ କରି ଡାଇରେକ୍ଟ ଆପ୍ଲାଏ କରିପାରିବେ, PDF ଲିଙ୍କ ଚେକ୍ ଆଉଟ୍ କରିପାରିବେ ଏବଂ ଅଫିସିଆଲ ୱେବସାଇଟ୍କୁ ମଧ୍ୟ ଭିଜିଟ୍ କରିପାରିବେ। ଠିକ୍ ଅଛି, ତ ଭିଡ଼ିଓର ଡେସ୍କ୍ରିପସନ୍ ବକ୍ସରେ ଯାଆନ୍ତୁ ଏବଂ ଅଲ୍ ଡିଟେଲ୍ ଇନଫର୍ମେସନ୍ ବା ଲିଙ୍କ ମୁଁ ଦେଇଦେଇଛି, ସେଠି ଆପଣ ଭିଜିଟ୍ କରି ନିଅନ୍ତୁ। ତାହାପରେ ଯାଇ ଆପଣ ଆବେଦନ କରିପାରିବେ। ତ ନମସ୍କାର ଓଡ଼ିଶା, ଜୟ ଜଗନ୍ନାଥ ସମସ୍ତଙ୍କୁ। ଦେଖନ୍ତୁ ପୁଣି ଥରେ ଓଡ଼ିଶା ଆଶ୍ରମ ସ୍କୁଲ ରିକ୍ରୁଟମେଣ୍ଟ 2026 ପାଇଁ ନୋଟିଫିକେସନ୍ ଆସିଯାଉଛି। ଆପ୍ଲାଏ ଦେଖନ୍ତୁ ଭେରିୟସ୍ ନନ୍ ଟିଚିଂ ପୋଷ୍ଟ ପାଇଁ ଭ୍ୟାକେନ୍ସିଜ୍ ରହୁଛି। ତ ବହୁତ ବଡ଼ ଗୋଟେ ନିଯୁକ୍ତିର ସୁଯୋଗ ରହୁଛି, ଯେମିତିକି ଭେରିୟସ୍ ପୋଷ୍ଟ ପାଇଁ ଭ୍ୟାକେନ୍ସିଜ୍ ରହୁଛି। ଆପଣଙ୍କର କ୍ୱାଲିଫିକେସନ୍ ହିସାବରେ ଆବେଦନ କରିବେ। ତ ଚାଲନ୍ତୁ ଅଲ୍ ଡିଟେଲ୍ ଇନଫର୍ମେସନ୍ ଜାଣି ନେବା ଏହି ଭିଡ଼ିଓ ମାଧ୍ୟମରେ। ତ ଫ୍ରେଣ୍ଡସ୍, ଦୟାକରି ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତ ଫ୍ରେଣ୍ଡସ୍, ଆସନ୍ତୁ ଦେଖିନେବା ଓଡ଼ିଶା ଆଶ୍ରମ ସ୍କୁଲ ରିକ୍ରୁଟମେଣ୍ଟ 2026ର ଡିଟେଲ୍ସ ଗୁଡ଼ିକୁ କ'ଣ ରହୁଛି। ଅର୍ଗାନାଇଜେସନ୍ ନେମ୍ଟି ଦେଖିନେବା, ପଲ୍ଲୀଶ୍ରୀ ମହିଳା ସମିତି କେନ୍ଦ୍ରାପଡ଼ା ଓଡ଼ିଶା ତରଫରୁ ଆପଣଙ୍କର ଅର୍ଗାନାଇଜେସନ୍ ନେମ୍ଟି ରହୁଛି। ଟାଇପ୍ ଅଫ୍ ଜବ୍ ଦେଖନ୍ତୁ କଣ୍ଟ୍ରାକ୍ଚୁଆଲ୍ ବେସିସ୍ରେ ଆପଣ ଜବ୍ଟି ପାଇପାରିବେ। ଓକେ, କ୍ୟାଟେଗୋରୀ ଦେଖିନେବା, ଓଡ଼ିଶା NGO ତରଫରୁ ଆପଣଙ୍କର ଜବ୍ ରହୁଛି। ନେମ୍ ଅଫ୍ ଦ ପୋଷ୍ଟ ଦେଖନ୍ତୁ ଭେରିୟସ୍ ପୋଷ୍ଟ ପାଇଁ ଭ୍ୟାକେନ୍ସିଜ୍ ରହୁଛି। ତ ବହୁତ ବଡ଼ ଗୋଟେ ନିଯୁକ୍ତିର ସୁଯୋଗ ରହୁଛି। ନେକ୍ସଟ ଦେଖନ୍ତୁ ଏହାର ଆପ୍ଲିକେସନ୍ ମୋଡ଼ ଦେଖନ୍ତୁ, ଅନଲାଇନ୍ ମାଧ୍ୟମରେ ଆପଣ ଆବେଦନ କରିବେ, ଯାହାର କି ଡାଇରେକ୍ଟ ଲିଙ୍କ ମୁଁ ଏହି ଭିଡ଼ିଓର ଡେସ୍କ୍ରିପସନ୍ ବକ୍ସରେ ଦେଇଦେଇଛି। ଆପଣ ସେଠି ଡାଇରେକ୍ଟ ଅନଲାଇନ୍ ଆବେଦନ କରିପାରିବେ, ଅଫିସିଆଲ ୱେବସାଇଟ୍ ଭିଜିଟ୍ କରିବେ ଏବଂ PDF ଲିଙ୍କକୁ ମଧ୍ୟ ଚେକ୍ ଆଉଟ୍ କରିପାରିବେ। ନେକ୍ସଟ ଦେଖନ୍ତୁ ହୁ କ୍ୟାନ୍ ଆପ୍ଲାଏ ଦେଖନ୍ତୁ, ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ସ ଇଲିଜିବଲ୍ ରହୁଛି। ତ ଓଡ଼ିଶାର ସମସ୍ତ ପ୍ରାର୍ଥୀ ଆବେଦନ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂଟି ଦେଖନ୍ତୁ ଓଡ଼ିଶା ମଧ୍ୟରେ ହିଁ ଆପଣଙ୍କର ପୋଷ୍ଟିଂଟି ରହୁଛି। ଲାଷ୍ଟ ଡେଟ୍ ଦେଖିନେବା 25/4/2026 ଏହାର ଲାଷ୍ଟ ଡେଟ୍ ରହୁଛି। ତ ଏହି ସମୟସୀମା ମଧ୍ୟରେ ଆପଣ ଆବେଦନ କରିନେବେ। ଜେଣ୍ଡରଟି ଜାଣି ରଖନ୍ତୁ, ବୋଥ୍ ମେଲ୍ ଆଣ୍ଡ ଫିମେଲ୍ କ୍ୟାଣ୍ଡିଡେଟ୍ ଇଲିଜିବଲ୍ ରହୁଛି। ତ ଉଭୟ ମହିଳା ଏବଂ ପୁରୁଷ ପ୍ରାର୍ଥୀ ଆବେଦନ କରିପାରିବେ। ଠିକ୍ ଅଛି ଫ୍ରେଣ୍ଡସ୍, ନେକ୍ସଟ ଦେଖିନେବା ଓଡ଼ିଶା ଆଶ୍ରମ ସ୍କୁଲ ରିକ୍ରୁଟମେଣ୍ଟ 2026 ଏଲିଜିବିଲିଟି କ୍ରାଇଟେରିଆସ୍ କ'ଣ ରହୁଛି। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିନେବା। ଦେଖନ୍ତୁ ମୁଁ ପୂର୍ବରୁ କହିଦେଉଛି ଯେ ଭେରିୟସ୍ ପୋଷ୍ଟ ପାଇଁ ଭ୍ୟାକେନ୍ସିଜ୍ ରହୁଛି, ଅର୍ଥାତ୍ ଭେରିୟସ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ରହୁଛି। ତ ଆପଣ ଅଫିସିଆଲ ୱେବସାଇଟ୍କୁ ଥରେ ଭିଜିଟ୍ କରି ଚେକ୍ ଆଉଟ୍ କରିନେବେ। ମୁଁ ଗୋଟିଏ ଦେଖିନେବି, ଯେମିତିକି ସୁପରିଟେଣ୍ଡେଣ୍ଟ ପାଇଁ ରିକ୍ୱାର କ୍ୱାଲିଫିକେସନ୍ ମାଷ୍ଟର ଡିଗ୍ରୀ ଇନ୍ ସୋସିଆଲ ୱାର୍କ କିମ୍ବା ସୋସିଓଲୋଜି କିମ୍ବା anthropology, psychology or any other related field of humanities or MBA ଯଦି ଆପଣ କରିଥିବେ, ତେବେ ସୁପରିଟେଣ୍ଡେଣ୍ଟ ପାଇଁ ଆପଣ ଏଲିଜିବଲ୍ ହୋଇବେ। ତ ଭେରିୟସ୍ ପୋଷ୍ଟ ପାଇଁ ଭ୍ୟାକେନ୍ସିଜ୍ ରହୁଛି। ତ ଆପଣ ଥରେ ଅଫିସିଆଲ ୱେବସାଇଟ୍କୁ ଚେକ୍ ଆଉଟ୍ କରି ଆପଣ ଯେଉଁ ଭ୍ୟାକେନ୍ସିଜ୍ ପାଇଁ ଆବେଦନ କରିବେ ତାହାର ଏଜୁକେସନାଲ୍ କ୍ୱାଲିଫିକେସନ୍ଟି ଚେକ୍ ଆଉଟ୍ କରିନେବେ। ଓକେ, କିଛି ବି ଯଦି ଡାଉଟ୍ ରହିବ ଆପଣ କମେଣ୍ଟ ବକ୍ସରେ ପଚାରିବେ, ମୁଁ ତା'ର ରିପ୍ଲାଏ କରିବି। ଠିକ୍ ଅଛି, ତ ଫ୍ରେଣ୍ଡସ୍ ଆସନ୍ତୁ ନେକ୍ସଟ ଦେଖିନେବା ଏହାର ଏଜ୍ ଲିମିଟ୍ ସମ୍ପର୍କରେ ଜାଣିନେବା। ମିନିମମ୍ ଏଜ୍ଟି ଦେଖିନେବା 21 ବର୍ଷ ରହୁଛି। ମ୍ୟାକ୍ସିମମ୍ ଏଜ୍ଟି ଆପଣଙ୍କର 45 ବର୍ଷ ରହୁଛି। ତ ଯଦି ଆପଣ 21 ବର୍ଷରୁ 45 ବର୍ଷ ମଧ୍ୟରେ ରହୁଛନ୍ତି, ତେବେ ହିଁ ଆପଣ ଏଲିଜିବଲ୍ ରହିବେ ବା ଆବେଦନ କରିପାରିବେ। ଏହା ବ୍ୟତୀତ ଗଭର୍ଣ୍ଣମେଣ୍ଟ ରୁଲ୍ସ ହିସାବରେ ଆପଣ ଏଜ୍ ରିଲାକ୍ସେସନ୍ ମଧ୍ୟ ପାଉଛନ୍ତି। କାହାର କେତେ ଦେଖିନେବା, OBC ଷ୍ଟୁଡେଣ୍ଟସ୍ ପାଇଁ 3 ବର୍ଷ, SC ST PWDଙ୍କ ପାଇଁ 5 ବର୍ଷ, ଏକ୍ସ ସର୍ଭିସ୍ ମାନଙ୍କ ପାଇଁ 5 ବର୍ଷ ଏବଂ PWD ପ୍ଲସ୍ SC STଙ୍କ ପାଇଁ 15 ବର୍ଷ ଆପଣ ଏଜ୍ ରିଲାକ୍ସେସନ୍ ମଧ୍ୟ ପାଇପାରିବେ। ସାଲେରୀ ଦେଖିନେବା ପୂର୍ବରୁ ମୁଁ କହିସାରିଛି, ଆପଣ 7,944 ଟଙ୍କାରୁ ପର ମନ୍ଥ ଆପଣ 33,100 ଟଙ୍କା ପର୍ଯ୍ୟନ୍ତ ପର ମନ୍ଥ ସାଲେରୀ ପାଇପାରିବେ। ତ ଫ୍ରେଣ୍ଡସ୍ ଆସନ୍ତୁ ନେକ୍ସଟ ଦେଖିନେବା ଏହାର ସିଲେକ୍ସନ୍ ପ୍ରୋସେସ୍ କେମିତି ଅଛି ଜାଣିନେବା। ଦେଖନ୍ତୁ, କ୍ୟାଣ୍ଡିଡେଟ୍ ସିଲେକ୍ଟେଡ୍ ବାଇ ଦ ପ୍ରୋସେସ୍ ଅଫ୍ ଏହି 3ଟି ୱେ ବା ମାଧ୍ୟମ ଦ୍ୱାରା ହିଁ ଆପଣ ସିଲେକ୍ସନ୍ ପ୍ରୋସେସ୍ ରହିବ। ଯେମିତି ମାର୍କ ବେସିସ୍, କୌଣସି ଆପଣଙ୍କ ଏକ୍ଜାମ୍ ନାହିଁ, ଇଣ୍ଟରଭ୍ୟୁ ଆଣ୍ଡ DB ବା ଡକୁମେଣ୍ଟ ଭେରିଫିକେସନ୍। ତ ଏହି 3ଟି ୱେ ବା ମାଧ୍ୟମ ଦ୍ୱାରା ହିଁ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ଟି ରହିବ। ତ ଫ୍ରେଣ୍ଡସ୍ ଆସନ୍ତୁ ନେକ୍ସଟ ଦେଖିନେବା ଏହାର ଆପ୍ଲିକେସନ୍ ଫିସ୍ ସମ୍ପର୍କରେ ଜାଣିନେବା। ଦେଖନ୍ତୁ, ନୋ ଫି ଫର୍ ଅଲ୍, ତ ସମସ୍ତେ ସମ୍ପୂର୍ଣ୍ଣ ଫ୍ରିରେ ହିଁ ଆବେଦନ କରିବେ। ଆପଣ ଯେଉଁ କ୍ୟାଟେଗୋରୀର ହୁଅନ୍ତୁ ନା କାହିଁକି, ଜେନେରାଲ, EWS, OBC, PhD, SC ST ଫିମେଲ୍ କ୍ୟାଣ୍ଡିଡେଟ୍ସ, ନୋ ଫି ଫର୍ ଅଲ୍, ତ ସମସ୍ତେ ସମ୍ପୂର୍ଣ୍ଣ ଫ୍ରିରେ ହିଁ ଆବେଦନ କରିପାରିବେ।
आवेदन करने आपको कौन सी देय देवाई पड़ो ना। तो फ्रेंड्स आसतु नेक्स्ट देखने ओडिशा आश्रम स्कूल रिक्रुटमेंट 2026 इम्पोर्टाट डेट्स कौन रोचे देखो। अप्लाई स्टार्ट डेट ऑलरेडी स्टार्ट हो सारी स्टार्ट चली। लास्ट डेट टी जानी रखु 25/4/2026। तो यही समय सीमा मध्य ही आप आवेदन करनी। फ्रेंड्स आसतु देखने ओडिशा आश्रम स्कूल रिक्रुटमेंट 2026 इम्पोर्टाट डॉक्यूमेंट्स गुड़िक कौन रोचे देखो। HSC सर्टिफिकेट एंड मार्कशीट आप ने, +2 सर्टिफिकेट एंड मार्कशीट ने, कास्ट सर्टिफिकेट, आधार कार्ड, रेसिडेंस सर्टिफिकेट सांगे ने, एवं सेल्फ अटैच पासपोर्ट साइज फोटोग्राफ एवं कैरेक्टर सर्टिफिकेट आप सांगे ने। देखो फ्रेंड्स यही सब डॉक्यूमेंट्स रिक्वायर करिछि जहाँकि आप डीवी बा डॉक्यूमेंट वेरिफिकेशन बेले सांगे ने। फ्रेंड्स आसतु नेक्स्ट देखने ओडिशा आश्रम स्कूल रिक्रुटमेंट 2026 इम्पोर्टाट नोट्स गुड़िक कौन रोचे देखो। इम्पोर्टाट नोट फॉर ऑल द इंटरेस्टेड कैंडिडेट्स who can apply for this job, please carefully fill application form and check it properly before submit it. If a last date, you must have give correct information, otherwise your application form will be rejected. देखो से डायरेक्ट मेंशन कर देछि आपण आपणकर एप्लिकेशन फॉर्म टे सबमिट करबा पूर्व प्लीज केयरफुली चेकआउट करने देन सबमिट करेंगे। किसी भी डिले इनकम्प्लीट फॉल्स होइले अथॉरिटी द्वारा सेटा रिजेक्ट कर दिया जिवो। तो प्लीज केयरफुली चेकआउट करने देन सबमिट करेंगे। ठीक अच्छे बुझी पारे। तो फ्रेंड्स यह थिला आज आसता गोटे बिग अपडेट बा बिग अपॉर्चुनिटी आपण। तो एमती ओडिशार जेकोसी गवर्नमेंट कि प्राइवेट जॉब विषय जानापी आम ऑफिशियल यूट्यूब चैनल को सब्सक्राइब करनी और सांग मान सहित शेयर करनी। ठीक अच्छे धन्यवाद। जय जगन्नाथ।